ସରକାରଙ୍କର ବିଭିନ୍ନ ଯୋଜନା ରହିଛି ଜୀବନ ଜୀବିକା ପାଇଁ ଓ ଅନ୍ୟାନ୍ୟ ଆର୍ଥିକ ଉନ୍ନତି ପାଇଁ ସରକାରଙ୍କ ଯେତେ ଯୋଜନା ରହିଛି ସବୁଠୁ ତଳସ୍ତର ଲୋକମାନଙ୍କ ପାଖକୁ ପହଞ୍ଚାଇବାର ଯୋଜନା ଏହାରି ମାଧ୍ୟମରେ ଆମେ ତାକୁ କରିବାକୁ ଯାଉଛୁ। ଆମର ପ୍ରତ୍ୟେକ ଗାଁ ଗହଳିରୁ ଯେଉଁ WSG ମା ମାନେ ଅନ୍ୟ ଚାଷୀ ଭାଇମାନେ ଛେଳି ଚାଷୀ କୁକୁଡ଼ା ଚାଷୀ ଗାଈ ଚାଷୀ ତାଙ୍କୁ ସେ ଆସିଛନ୍ତି ଆମର ଯାହା ଯାହା ଯୋଜନା ଅଛି କେମିତି ତାଙ୍କ ପାଖରେ ପହଞ୍ଚି ପାରିବ ଓ ତାଙ୍କ ମାଧ୍ୟମରେ ଗାଁର ଅନ୍ୟମାନଙ୍କୁ ମଧ୍ୟ ପହଞ୍ଚି ପାରିବ ଏ ମେଳାର ଲକ୍ଷ୍ୟ। ବର୍ତ୍ତମାନ ଟିକେ ପୂର୍ବରୁ ବିଧାୟକ ମହୋଦୟ କହୁଥିଲେ ଆପଣ ସାର୍ ନିଶ୍ଚିତ ଭାବରେ ତ ଆମର ଅନେକ ଗୁଡ଼ିଏ ଘର ଟିକେ ଅବସ୍ଥା ଖରାପ ଅଛି ଆମେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛୁ ଆଉ ଆରମ୍ଭ ମଧ୍ୟ ହୋଇଯାଇଛି ଅନେକ ଗୁଡ଼ିଏ ଡାକ୍ତରଖାନା ନୂଆ ତିଆରି ହେଉଛି କେତେଟା ପ୍ରାଣୀ ଯେଉଁ ଆମର ପ୍ରାଣୀଧନ ସହାୟକ କେନ୍ଦ୍ର ଅଛି ତାରି ମଧ୍ୟ ରୀତିରେ ଆରମ୍ଭ ହୋଇଯାଇଛି। ଆଜିକାର ଆୟୋଜିତ ମେଳା ସାର୍ କୃଷିମାନଙ୍କ ଚାଷୀମାନଙ୍କ ଉପରେ କେତେ ପ୍ରଭାବ ପକାଏ କେତେ ଫଳପ୍ରଦ ହେବ? ନିଶ୍ଚିତ ଭାବରେ ସାର୍ ଆମେ ଯାହା ଯୋଜନା କରୁଛୁ ଆମର ଲକ୍ଷ୍ୟ ଯାହା ଆମେ ଭାବୁଛୁ ନିଶ୍ଚିତ ଭାବରେ ତାଙ୍କ ପାଖକୁ ପହଞ୍ଚିବ ଆଉ ତାଙ୍କ ପାଇଁ ଆମର ବିଭାଗ ରହିଛି ତାଙ୍କର ଯାହା ଆମେ ତାଙ୍କୁ ଅନୁରୋଧ କରୁଛୁ ଯାହା ତାଙ୍କର ସୁବିଧା ଅସୁବିଧା ଆମ ପାଖରେ ପହଞ୍ଚିବେ ଆମେ ତାଙ୍କୁ ସାହାଯ୍ୟ କରିବାକୁ ବିଭାଗ ରହିଛି। ଚାଷୀମାନେ ଉନ୍ନତି ହୁଅନ୍ତୁ ସେଇଟା ମୋର ଇଚ୍ଛା। ମୁଁ ବି ସେ ଚାଷୀମାନଙ୍କ ଭିତରେ ହେଲେ ଲୋକମାନେ ସରକାର ତରଫରୁ ଯେଉଁଟା ଉନ୍ନତିମୂଳକ ପାଇଁ ସବୁ କାର୍ଯ୍ୟକ୍ରମ ଆସୁଛି ସେଇଟା ସମସ୍ତେ ଜାଣିପାରୁନାହାନ୍ତି ସେଥିପାଇଁ ସେଇଟା ସମସ୍ତେ ଜାଣନ୍ତୁ ଏବଂ ସରକାରଙ୍କ ତରଫରୁ ଯେଉଁଟା ଦିଆଯାଇଛି ତାହା ସେମାନେ ପାଆନ୍ତୁ ଏଇଟା ମୋର ଇଚ୍ଛା। ଆପଣଙ୍କ ଉଦାହରଣ ରଖିଲେ ଯେତେ ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ଅଛି ବର୍ତ୍ତମାନ ଦେହରେ କ'ଣ କରିବେ? ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ଅଛି ଆଉ ସେଇଟା ଜିଲ୍ଲା ପରିଷଦରେ ନିଶ୍ଚିତ ଭାବରେ ମୁଁ ପକାଇବି ଆଲୋଚନା କରିବୁ ଏବଂ କିପରି ଅର୍ଥ ଆସିଲେ ସବୁ ଠିକ୍ଠାକ୍ ହେବ। କ'ଣ ବର୍ତ୍ତମାନ କ'ଣ ଜରାଜୀର୍ଣ୍ଣ ଅବସ୍ଥାରେ ରହିଯାଉଛି? ଘର ଦ୍ୱାର ନାହିଁ ଯେଉଁଟା ବାଉଣ୍ଡ୍ରି ଭାଙ୍ଗି ଯାଇଛି ଆଉ ଯେଉଁଟା ଘର ଅଛି ତା'ର ଇଟା ଫିଟା ମଧ୍ୟ ପୁରା ଉଡ଼ି ଯାଇଛି ସେଥିପାଇଁ ସେ ଜିନିଷଟା ସବୁ କରିବା ପାଇଁ ଦରକାର ଏବଂ ସେଇଟା ଭଲ ଭାବରେ କରିବା ଦରକାର ଏବଂ ଚାଷୀମାନେ ମଧ୍ୟ ସେଠିକୁ ଯିବା ଦରକାର।